ହ୍ୟାଲୋ। ତ ଡାକ୍ତର ମନା କରିଥିଲେ ସେ ଖଇନି ଫଇନି ଖାନି ବୋଲି ବନ୍ଦ ହେଇଗଲା, ଅସୁବିଧା କ'ଣ ହେଲା? ଅଦା ପାଟିରେ ପକଉନୁ, ଅଦା ଅଁଳା। ଆରେ ଏବେ ତୋର ଗାଲଟା ଅପରେସନ ହେଇକି ଆସିଛି, ଯୋଉଟା ଦାନ୍ତ ଉପଡ଼ା ହେଇଛି। ଥର ତ ପିଲା କଥା ଚିନ୍ତା କର। ହଉନି ନାହିଁ କହୁଛି। ଡାକ୍ତର ମନା କଲା ପରେ ତୋର ସେଟା ଛାଡ଼ିବ ତଥାପି ନାରାଜ ହଉଛୁ। ଥରେ ପିଲା କଥା ଚିନ୍ତା କରୁଛୁ, କ'ଣ ହବ? ଆସେ ମୋ ପାଖକୁ ଆସେ, ମୁଁ ଯାଇଥିଲି ପୁସ୍ତକ ମେଳା, ସେଠୁ ନେଇକି ଆସିଛି ଅଦା ଅଁଳା ଆମର ଥୁଆ ହେଇଛି। ତୁ ନେଇଯିବୁ, ମୋତେ ଟଙ୍କା ଦେବା ଦରକାର ନାହିଁ। ଅଦା ଅଁଳା ପାଟିରେ ପକା, ଦେଖୁ ଧୀରେ ଧୀରେ ଗୁଟକା ଖାଇବା ଛାଡ଼ିଦେବୁ। ନାହିଁ ହବ ହବନି, ତୁ କାନ୍ଦୁଛୁ, ଛୋଟ ଛୁଆ ଭଳିଆ କାନ୍ଦୁଛୁ। ରେ ଲାଜ ଲାଗୁନାହିଁ? ଥରେ ପିଲା ଛୁଆ ଚିନ୍ତା କରୁନୁ। ତୋ ସ୍ତ୍ରୀ ଏବେ ଆସିଥିଲା ଆମ ଘରକୁ, କହୁଥିଲା ସେ ଝିଅଟାର ଜ୍ୱର କ'ଣ, ତା ଜ୍ୱର ଜମା ଭଲ ହଉନି, ଔଷଧ ପାଇଁ ପଇସା ନାହିଁ। ତଥାପି କ'ଣ ମୋ ସ୍ତ୍ରୀଠୁ ମାଗିକି ନେଇଥିଲା, କ'ଣ ଟଙ୍କା 300 ଖଣ୍ଡେ ମାଗିକି ନେଇଥିଲା। ଆଉ ତୋ ସେ ଯୋଉ ଲଣ୍ଡା ପୁଅଟା, ସେ ଲଣ୍ଡା ପୁଅଟା ତ କୁପୋଷଣର ଶିକାର ହେଲାଣି, ଅହନି ସେ କାନ୍ଦୁଛି।